ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍। ଏସଏସସି ଏମଟିଏସ୍ 2024 ପାଇଁ ଯୋଉମାନେ ପ୍ରିପାରେସନ କରୁଛ ସେମାନେ ଗୋଟେ ଧ୍ୟାନ ରଖ, ଟାଇମ ଆମ ପାଖରେ ସଫିସିଏଣ୍ଟ ଅଛି। ତ ସମସ୍ତେ କଣ୍ଟିନ୍ୟୁଅସଲି ଡେଲି ପ୍ରିପାରେସନ କର। ଯଦି ଦିନେ ଛଡା ଦିନେ ଏମିତି କରିବ ତାହେଲେ ସିଲେକ୍ସନ ହେଇପାରିବନି। କଣ୍ଟିନ୍ୟୁଅସଲି କର। କଣ୍ଟିନ୍ୟୁଅସଲି ମୋର ବି ଭିଡିଓ ଅପଲୋଡ ହଉଛି, ସମସ୍ତେ ଦେଖ। ଆମେ ଆଜି କଣ ଦେଖିବା? ଲୋକନୃତ୍ୟ। ପ୍ରଥମେ ଲଦାଖର ସାଣ୍ଡୋଲ। ସାଣ୍ଡୋଲ ହଉଛି କୋଉ ସମ୍ପ୍ରଦାୟର ଲୋକମାନେ ଏଟା ପାଳନ କରନ୍ତି? ଲେପଚା ବା ଭୁଟିଆର ମହିଳାମାନେ। ଏଠି କଣ ଥାଏ? ଦଳ ହିସାବରେ ଦଳ ଦଳ ହେଇକି ନୃତ୍ୟ କରନ୍ତି ଏ ସମ୍ପ୍ରଦାୟର ଲୋକମାନେ। 2 ନମ୍ବର ଅଛି ସ୍ପାଓ। ସ୍ପାଓ ଏଟା ସିକିମରେ ମଧ୍ୟ ପାଳନ କରାଯାଏ। କଣ ଏଟା? ମାର୍ଟିଆଲ ଡାନ୍ସ ହୋଇଥାଏ। ମାର୍ଟିଆଲ ଯେଟାକି ଯୁଦ୍ଧ ସମର ନୃତ୍ୟ ଏଟାକୁ କୁହାଯାଏ। ପୁରୁଷମାନଙ୍କୁ ଏଇଟା କଣ ସ୍ପେଶାଲ ପୁରୁଷମାନଙ୍କୁ ଧରି କୋଉଟା? ସ୍ପାଓ। ବିଷୟବସ୍ତୁ ହଉଛି ଏଥିରେ କଣ ଇମ୍ପୋର୍ଟାଣ୍ଟ ଥାଏ? ବୀରତ୍ୱ, ଯୋଦ୍ଧା ଓ ଯୁଦ୍ଧର ଦୃଶ୍ୟ ହିସାବରେ ଏଥିରେ ଯୋଉ ୟୁଜ କରାଯାଏ ଖଣ୍ଡା ଏବଂ ଢାଲରେ ବ୍ୟବହାର କରିକି ଏଠି ନୃତ୍ୟ ପ୍ରଦର୍ଶନ କରାଯାଏ। ପ୍ରାଚୀନ ଯୋଦ୍ଧା ସଂସ୍କୃତିକୁ ଏତେ କଣ ହଉଛି? ଆମର ଯୋଉ ପ୍ରାଚୀନ ଯୁଦ୍ଧ ଗୁଡାକ ହଉଥିଲା ସେ ସଂସ୍କୃତିକୁ ନେଇକି ଏ ଯୋଉ ସ୍ପାଉ ଲୋକନୃତ୍ୟ ଟା ପ୍ରଚଳିତ ହୋଇଥାଏ। ଛାମ୍ ନୃତ୍ୟ। ଛାମ୍ ନୃତ୍ୟ ଯୋଉ ହଉଛି ଏଟା ସିକିମ, ଲଦାଖ, ଅରୁଣାଚଳ ପ୍ରଦେଶରେ ବି ମଧ୍ୟ ହୁଏ। ଏଇଟା କଣ ବୌଦ୍ଧ ଧର୍ମରେ ରିଲେଟେଡ ପିଲାମାନେ କୋଉଠି? ବୌଦ୍ଧ ଧର୍ମରେ। ପରିବେଷଣ କୋଉଠି ହୋଇଯାଏ? ବୌଦ୍ଧ ବିହାର। ବୌଦ୍ଧ ବିହାର ମାନେ ବୌଦ୍ଧର ଯୋଉ ବୌଦ୍ଧ ମଙ୍କ ମାନେ ଯୋଉଠି ରୁହନ୍ତି ସେ ମନଷ୍ଟେରିଜ ଗୁଡାକରେ ଏଇଟା ପରିବେଷଣ ହୋଇଥାଏ। ଆଉ କି ପରିବେଷଣ? ମଙ୍କ ମାନେ ବୌଦ୍ଧ ଭିକ୍ଷୁ ମାନେ ଏହାକୁ ପରିବେଷଣ କରିଥାନ୍ତି। ଏହାର ବୈଶିଷ୍ଟ୍ୟ କଣ? ଏଇଟା ଗୋଟେ ମାସ୍କ ମାସ୍କ ମାନେ ମୁଖା ପିନ୍ଧିକି ଏଠି ଡ୍ୟାନ୍ସ ହୋଇଥାଏ। ଏହାର ବିଷୟବସ୍ତୁ କଣ ଥିଲା? ଅଧର୍ମ ଉପରେ ଧର୍ମର ବିଜୟକୁ ଏଠି ଦର୍ଶାଯାଇଥାଏ ବା ପାପ ଉପରେ ପୁଣ୍ୟକୁ। ବୌଦ୍ଧ ପର୍ବପର୍ବାଣୀ ସମୟରେ ଯେତେବେଳେ ବୌଦ୍ଧ ମାନଙ୍କର ପର୍ବପର୍ବାଣୀ ହୁଏ ସେଇ ଟାଇମରେ ଏଇ ଲୋକ ନୃତ୍ୟକୁ ପ୍ରଦର୍ଶନ କରାଯାଏ। ଏହା କଣ ଧୀର ଏବଂ ଶାଳୀନ ବା ସୁନ୍ଦର ହିସାବରେ ଏହାକୁ ଡ୍ୟାନ୍ସ କରାଯାଏ। କୋସାନ। କୋସାନ ଗୋଟେ ରାଜକୀୟ ନୃତ୍ୟ ପିଲାମାନେ। ଏ ଗୋଟେ ରୟାଲ ଡ୍ୟାନ୍ସ। ପରିବେଷଣ କୋଉମାନେ? ରାଜକୀୟ ଲୋକମାନେ ବା ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ ୟାକୁ ପରିବେଷଣ କରିଥାନ୍ତି। ଏହା କୋଉଠି ହୁଏ ପିଲାମାନେ? ରାଜ ଦରବାରରେ। ରୟାଲ କୋର୍ଟରେ ଏଇ ଡ୍ୟାନ୍ସ ଟା ହୁଏ। ଏବେ ଆମେ ଦେଖିବା ଜାମ୍ମୁ ଆଉ କାଶ୍ମୀର ଡ୍ୟାନ୍ସ। ଜାମ୍ମୁ ଆଉ କାଶ୍ମୀର। ରୋପ ନୃତ୍ୟ। ରୋପ ନୃତ୍ୟ କୋଉଠି ହଉଛି ପିଲାମାନେ? ଏଟା ଇଦ୍ ବା ରମଜାନ ସମୟରେ ଏଇଟା ମହିଳାମାନଙ୍କ ଦ୍ଵାରା ପରିବେଷିତ ହେଇଥାଏ। ସବୁଠାରେ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ଗୁଡିକ କଣ? ନର୍ତ୍ତକୀ ମାନଙ୍କର ପାଦ ଚାଳନା ନୃତ୍ୟ ଗୁଡାକ ଦେଖିବା ପିଲାମାନେ। କୁଦ ନୃତ୍ୟ। ଏଇଟା ଗୋଟେ ପାଦ ଚାଳନା ନୃତ୍ୟ। କୁଦ ନୃତ୍ୟ। ଫସଲ, ଗୋରୁ ଗାଈ ଏବଂ ପରିବାରର ସୁରକ୍ଷା ପାଇଁ ଏଇ ନୃତ୍ୟ କରାଯାଏ ପିଲାମାନେ। ଯୋଉଥିରେ କି ଏଥିରେ କଣ ହୁଏ? ଯୋଉ ଗ୍ରାମ ଦେବତା ବା ଲୋକ ଦେବତା ମାନଙ୍କୁ ଏଥିରେ ସମ୍ମାନ ଦିଆଯାଏ। ଦମହଲ ବା ଦୁମହଲ ଡ୍ୟାନ୍ସ। କେବଳ ୱାଲ୍ଟର କୋଉଠି? ୱାଟାଲ ସମୁଦାୟର ପୁରୁଷ ମାନେ ଭୂମିରେ ପୋତା ଯାଇଥିବା ଏକ ପତାକା ବା ବ୍ୟାନର ଚାରି ପାଖରେ ଏହାକୁ ପ୍ରଦର୍ଶନ କରନ୍ତି। ନର୍ତ୍ତକୀ ମାନେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧନ୍ତି ପିଲାମାନେ। ଝୋଦା ନୃତ୍ୟ। ଝୋଦା ନୃତ୍ୟ କଣ? ହୋଲି ସମୟରେ ଏହାକୁ ପୂର୍ଣ୍ଣିମା ରାତିରେ ପରିବେଶ କରେ। କୋଉ ଟାଇମରେ? ହୋଲି ସମୟରେ ଝୋଦା ନୃତ୍ୟକୁ। ହିକାତ। ହିକାତ ଡ୍ୟାନ୍ସ କଣ ପିଲାମାନେ? କୋମଳମତି ବାଳିକା ମାନେ ଯୋଉ ଛୋଟ ଛୋଟ ବାଲିକା ମାନେ ଏବଂ ମହିଳା ମାନଙ୍କ ଦ୍ୱାରା ଏଟା ପରିବେଷିତ କରାଯାଇଥାଏ। ନର୍ତ୍ତକୀ ମାନେ ଯୋଡି ଯୋଡି ହୋଇକରି ପରସ୍ପରକୁ ଆମ୍ନା ସାମ୍ନି ଦେଖିକି ନୃତ୍ୟ କରନ୍ତି ଏଠି। ହୁଏ ସେମାନେ ନିଜ ହାତକୁ ପରସ୍ପର ସହିତ ଛନ୍ଦି ନିଜ ଶରୀରକୁ ପଛ ଆଡକୁ ଟିକେ ଆଉଜେଇ ଦେଇଥାନ୍ତି ପିଲାମାନେ। ତାପରେ ଧମାଲ ବା ଧମାଲି ଡ୍ୟାନ୍ସ। କଣ ଏଟା ଦେଖିବା? ଏଇଟା ବି ୱାଟାଲ ସମୁଦାୟର ଲୋକମାନେ କରନ୍ତି। କୋଉଟା? ଯୋଉଟା ଆମର ହିକାଦ ନେଇ ଦମ୍ଭଲ। ଦମ୍ଭଲ ନୃତ୍ୟକୁ ୱାଟଲ ସମୁଦାୟର ଲୋକମାନେ କରନ୍ତି। ଆଉ ଧମାଲି ମଧ୍ୟ ୱାଟାଲ ସମ୍ପ୍ରଦାୟର ଲୋକମାନେ କରନ୍ତି। ଏଠି କି କରନ୍ତି? ସୁଫି ସନ୍ଥ ମାନଙ୍କର ଯୋଉ ପୀଠ ହୋଇଥାଏ ବା ଦରଗାରେ ଏଇ ଲୋକ ନୃତ୍ୟ ଟା ପ୍ରଦର୍ଶନ କରାଯାଏ। ପାଥେର ବା ଭାଣ୍ଡ ପାଥେର। ହିମାଚଳ ପ୍ରଦେଶ କଣ? ଚାରବା। ଚାରବା କଣ ପିଲାମାନେ? ଅମଳ ଋତୁ ହୁଏ। ଯେତେବେଳେ ଅମଳ ହୁଏ ସେ ଆଗମନକୁ ଚିହ୍ନିବା ପାଇଁ ଦଶହରା ସମୟରେ ପାଳନ କରାଯାଇଥାଏ। ନର୍ତ୍ତକୀ ମାନେ କଣ କରନ୍ତି? ଗୋଲାକାର ହିସାବରେ କିମ୍ବା ଗୋଲାକାର ହିସାବରେ କଣ ଶାଲୀନ ସହିତ ପାଦ ଚାଳନା କରି ଏକ ନୃତ୍ୟ କରାଯାଏ। ଏବଂ ଥୋଡା ନୃତ୍ୟ। ଥୋଡା କଣ? ଏକ ସାମରିକ ବା ମାର୍ଟିଆଲ ଆର୍ଟ ଏଟା ପିଲାମାନେ। ମାର୍ଟିଆଲ ଆର୍ଟ ଡ୍ୟାନ୍ସ ଏଟା। ଏଥିରେ କଣ ମିଶ୍ରଣ ହେଇଛି ପିଲାମାନେ? ଧନୁର୍ବିଦ୍ୟା। ଏଥିରେ ଧନୁର୍ବିଦ୍ୟା ମଧ୍ୟ ମିଶ୍ରଣ ହେଇକି ମିକ୍ସ ରେ ନୃତ୍ୟ ପ୍ରଦର୍ଶନ କରାଯାଏ। ଡାଙ୍ଗି। ଡାଙ୍ଗି କଣ ପିଲାମାନେ? ଚମ୍ପା ଅଞ୍ଚଳରୁ ସୃଷ୍ଟି ହେଇଛି। କୋଉଠି? ଚମ୍ପା। ଯୋଉ ଆମର ହିମାଚଳ ପ୍ରଦେଶର ଚମ୍ପା ଜିଲ୍ଲା ହଉଛି ସେଇଠି ଏଇଟା ସୃଷ୍ଟି ହେଇଥିଲା। ନାଟି କଣ? ନାଟି ହଉଛି ଏକ ଦଳଗତ ବା ଗ୍ରୁପ ଡ୍ୟାନ୍ସ ଏଟା ପିଲାମାନେ। କୋଉଟା? ନାଟିଟା ଗୋଟେ ଗ୍ରୁପ ଡ୍ୟାନ୍ସ ଯାହାକୁ ଉଭୟ ମହିଳା ଏବଂ ପୁରୁଷ 2 ଜଣ ଯାକ ଏଟାକୁ ମିଶିକି
ପରିବେଷଣ କରିଥାନ୍ତି ପିଲାମାନେ। ଛତ୍ରାରେ କଣ? ଛତ୍ରା ଯୋଉ ହଉଛି ହିମାଚଳ ପ୍ରଦେଶର ଚମ୍ପା ଜିଲ୍ଲାରେ ମଧ୍ୟ ଏଇଟା ଚମ୍ପା ଜିଲ୍ଲାର ଗୋଟେ ଗାଁ ଅଛି ଯୋଉଟା ଛତ୍ରାରି ଗାଁ। ସେଇଠି ଏଇଟା କଣ କାହା ପାଇଁ? ଶକ୍ତି ଦେବୀଙ୍କ ପାଇଁ ପ୍ରଦର୍ଶନ କରାଯାଏ ପିଲାମାନେ। ସାଣ୍ଡ ଏବଂ ସାବୁ କଣ? ଭଗବାନ ବୁଦ୍ଧଙ୍କୁ ପ୍ରଶଂସା କରିବା ପାଇଁ ଏ ଯୋଉ ସାଣ୍ଡ ଏବଂ ସାବୁ ଲୋକନୃତ୍ୟକୁ ପ୍ରଦର୍ଶନ ବା ପରିବେଷଣ କରାଯାଏ। ଝାଲି କଣ? ଝାଲି ହିମାଚଳ ପ୍ରଦେଶର କୁଲୁ ଏବଂ ଚମ୍ପା ଅଞ୍ଚଳରେ ଏଇ ଝାଲି ଫୋଲ୍କ ଆର୍ଟଟା ଦେଖିବାକୁ ମିଳେ। ତାପରେ ଛାମ୍, ଝନକ, ଝାଞ୍ଜର, ଚୋହାରା ଏଟା ସବୁ ଗୋଟେ ହିମାଚଳ ପ୍ରଦେଶର ଲୋକନୃତ୍ୟ। ଏବେ ଆମେ ଦେଖିବା ଉତ୍ତରାଖଣ୍ଡର କଣ? ଭୁଟିଆ। ଏ ଯୋଉ ଭୁଟିଆ ନୃତ୍ୟ ରହିଛି ପିଲାମାନେ, ଏହାକୁ ମୃତ୍ୟୁ ସଂସ୍କାର ନୃତ୍ୟ ବା ଡେଥ୍ ରିଚୁଆଲ ଡ୍ୟାନ୍ସ ମଧ୍ୟ କୁହାଯାଏ। ନର୍ତ୍ତକୀ ମାନେ କଣ କରନ୍ତି? ଖଣ୍ଡା କିମ୍ବା ଧଳା କପଡା ପଟି ଧରିଥାନ୍ତି। କଣ? ଖଣ୍ଡା କିମ୍ବା ଧଳା କପଡାର ପଟି ଧରିଥାନ୍ତି। ଜୀବନ ଏବଂ ମୃତ୍ୟୁ ଚକ୍ରକୁ ଦର୍ଶାଇବା ପାଇଁ ଏଇଟା ଗୋଲାକାର ହିସାବରେ ଧାଡିରେ ପ୍ରଦର୍ଶନ କରାଯାଏ। ଲାଙ୍ଗବୀର ଲାଙ୍ଗବୀର ନୃତ୍ୟ କଣ? ଉତ୍ତରାଖଣ୍ଡର ଗଡୱାଲ ଅଞ୍ଚଳ କୋଉଟା ପିଲାମାନେ? ଗଡୱାଲ ଅଞ୍ଚଳ ପୁରୁଷ ମାନଙ୍କ ଦ୍ୱାରା ଏଟା କୋଉ କାହା ମାନଙ୍କ ଦ୍ୱାରା? ପୁରୁଷ ମାନଙ୍କ ଦ୍ୱାରା ପରିବେଷିତ ହୁଏ ଏବଂ ଶାରୀରିକ ଶକ୍ତିକୁ ସନ୍ତୁଳନ ବା ବାଲାନ୍ସ ବା ଚପଳତାର ପ୍ରଦର୍ଶନ ଅଟେ ଏଟା। ଛୋଲିଆ ନୃତ୍ୟ କଣ ପିଲାମାନେ? ଛୋଲିଆ ନୃତ୍ୟ ଉତ୍ତରାଖଣ୍ଡର କୁମାଉଁ ଅଞ୍ଚଳରେ ଲବଙ୍ଗୀର ଲାଙ୍ଗବୀର ପ୍ଲାନ୍ କୋଉଠି ଥିଲା? ଗଡୱାଲର। ଆଉ ଏବେ ଛୋଲିଆ କୋଉଠିକାର? କୁମାଉଁ ଅଞ୍ଚଳର। ଏଇଟା ମଧ୍ୟ ଗୋଟେ ମାର୍ଟିଆଲ ଫୋକ୍ ଡ୍ୟାନ୍ସ ପିଲାମାନେ। ଏବଂ ଏହି କୃତ୍ରିମ ବା ପ୍ରତିରୂପୀ ଯୁଦ୍ଧକୁ ମାନେ ଏଇଟା କଣ ପିଲା? କୃତ୍ରିମ ହିସାବରେ ନିଜ ହିସାବରେ ଗୋଟେ ମକ୍ ହିସାବରେ ମକ୍ ବ୍ୟାଟଲ ପିଲାମାନେ ଦର୍ଶାଇଛନ୍ତି। ଯେଉଁଥିରେ କି ନର୍ତ୍ତକୀ ମାନେ କଣ? ଖଣ୍ଡା ଏବଂ ଢାଳ ଧରିକି ନିଜ ଭିତରେ ଯୁଦ୍ଧ କଲା ଭଳିଆ ଗୋଟେ ଡ୍ୟାନ୍ସ ପ୍ରସ୍ତୁତ କରନ୍ତି ପିଲାମାନେ। ଝୋରା ନୃତ୍ୟ କଣ ପିଲାମାନେ? ଝୋରା ଅଂଶଗ୍ରହଣକାରୀ ମାନେ କଣ କୁହନ୍ତି? ଗୋଲାକାର ହିସାବରେ ଧାଡି ହିସାବରେ କଣ? ପରସ୍ପରକୁ ହାତକୁ ହାତ ଧରି ସେମାନେ ନୃତ୍ୟ ପ୍ରସ୍ତୁତ କରନ୍ତି। ଏହା କୁମାଉଁ ଅଞ୍ଚଳ ଏଇଟା ମଧ୍ୟ କୋଉଠି ପିଲାମାନେ? କୁମାଉଁ ଅଞ୍ଚଳରେ ପୁରୁଷ ଏବଂ ମହିଳା ଦୁଇ ଜଣଙ୍କୁ ମିଳିତ ହିସାବରେ ଏଇଟା ପ୍ଲାନ କଣ କରାଯାଏ? ପ୍ରଦର୍ଶନ କରାଯାଏ। ଆଉ ଏଇଟା କୋଉ ସମୟରେ ହୁଏ ପିଲାମାନେ? ବସନ୍ତ କାଳରେ। କୋଉଠି? ବସନ୍ତ କାଳ ଯୋଉ ମେଲା ହୁଏ ସେଇ ଟାଇମରେ ଏଟାକୁ ପ୍ରସ୍ତୁତ କରାଯାଏ। ହୁରକା ଡ୍ରମ୍ ବା ବ୍ୟବହୃତ ଏଇଟା କଣ ପିଲା? ହୁରକା ଡ୍ରମ୍ ବା ବାଦ୍ୟ ଯନ୍ତ୍ର ତାଳେ ତାଳେ କରେ। ଏଠି ଗୋଟେ ଡ୍ରମ୍ ଗୋଟେ ବାଦ୍ୟ ଯନ୍ତ୍ର ୟୁଜ କରାଯାଏ। ତାର ନାଁ କଣ ପିଲାମାନେ? ହୁରକା। ଏଟାକୁ ମନେ ରଖିଥିବେ। ପାଣ୍ଡବ ନୃତ୍ୟ ପାଣ୍ଡବ ଡ୍ୟାନ୍ସ ଦଶହରା ଏବଂ ଦୀପାବଳି ସମୟରେ ପରିବେଶିତ ହୋଇଥାଏ। କୋଉଟା? ପାଣ୍ଡବ ଡ୍ୟାନ୍ସ ଟା। ଚାମଫୁଲି ଚାମଫୁଲି କଣ ପିଲାମାନେ? ଏଇଟା ହରିୟାଣାର। ନୋ ଚାମଫୁଲି କୋଉଠିକାର ପିଲାମାନେ? ଏଇଟା ମଧ୍ୟ ଉତ୍ତରାଖଣ୍ଡର। ଏବେ ଆମେ ଦେଖିବା ହରିୟାଣାର କଣ? ଲୁର। ଏଇଟା କେବଳ ମହିଳା ମାନଙ୍କ ଦ୍ଵାରା ପରିବେଷିତ ହେଇଥାଏ ପିଲାମାନେ। ଲୁର ର ଅର୍ଥ ହଉଛି ଜେଜେମା ବା ଝିଅ ବା ବାଳିକା ମାନେ। ମାନେ ଏଇଟା କଣ କୁହାଯାଏ? ଲୁର ଏ ଯୋଉ ଲୁର ରହିଛି ଏଇଟା ବିଶେଷ ଭାବରେ କଣ? ହୋଲି ସମୟରେ ପ୍ରଦର୍ଶିତ ହୋଇଥାଏ ପିଲାମାନେ। ବିଲରେ ରବି ଫସଲ ଅମଳକୁ ଚିହ୍ନିତ କରିବା ରବି ଫସଲ ଟାଇମରେ ଏଟାକୁ ହୋଲି ସମୟରେ ପ୍ରସ୍ତୁତ କରାଯାଇଥାଏ। ଗୁଗା କଣ ପିଲାମାନେ? ଗୁଗା ସନ୍ଥ ଗୁପ୍ତା ପୀରଙ୍କ ସମ୍ମାନ ପାଇଁ କେବଳ ପୁରୁଷ ମାନଙ୍କ ଦ୍ଵାରା ଏଇଟା ପରିବେଷିତ ହୋଇଥାଏ ପିଲାମାନେ। ଫାଗ ନୃତ୍ୟ କଣ? ଏଇଟା ପିଲାମାନେ ବସନ୍ତ ଋତୁରେ ହୁଏ ପିଲାମାନେ। କାହା ପାଇଁ? ବସନ୍ତ ଋତୁର ସ୍ଵାଗତ ପାଇଁ ଏଇଟା କରାଯାଏ ଏବଂ ରବି ଫସଲ ପାକଳ ହେବା ଖୁସିରେ ଯେତେବେଳେ ବସନ୍ତ ଋତୁକୁ ଆମେ ସ୍ୱାଗତ କରୁ ସେଟା ରବି ଫସଲ ମାନେ କଣ ହେଇଥିବ? ପାଚି ଯାଇଥିବାର ପିଲାମାନେ ସେଇ ସେଇଟା ପାଇଁ ଏହାକୁ ପାଳନ କରାଯାଇଥାଏ। ଏହାର ନାମ ହିନ୍ଦୁ ମାସ ଫାଲଗୁନ ବା ଫେବୃଆରୀ ମାର୍ଚ୍ଚ ଫାଲଗୁନ ମାସ କୋଉ ଟାଇମରେ ପିଲାମାନେ? ଫେବୃଆରୀ ଏବଂ ମାର୍ଚ୍ଚ ଅନୁସାରେ ରଖାଯାଇଛି। ମୁଖ୍ୟତଃ ହୋଲି ପର୍ବ ସମୟରେ ଏହା ପ୍ରଦର୍ଶିତ ହୁଏ। ଲୁର ନୃତ୍ୟ ଏଇଟା କଣ? ଲୁର ନୃତ୍ୟ ବୋଲି ନୁହେଁ ପିଲାମାନେ। ଏଇଟା ଗୋଟେ ପୁରା ଅଲଗା। ଏଇଟା ଗୋଟେ ମିକ୍ସିଂ ଡ୍ୟାନ୍ସ ବୋଲି ହୁଏ। ଉଭୟ ପୁରୁଷ ଏବଂ ମହିଳା। ଲୁର ନୃତ୍ୟ କଣ ହୁଏ ପିଲାମାନେ? କେବଳ କାହା ପାଇଁ ହୋଇଥାଏ? ମହିଳା ମାନଙ୍କ ପାଇଁ। ଆଉ ଏବେ ଯୋଉ ଆମର ଫାଗ ନୃତ୍ୟ ଏଇଟା କେବଳ ଏଇଟା ନୁହେଁ ଏଇଟା ଦି ଜଣ ଉଭୟଙ୍କ ପାଇଁ ହୋଇଥାଏ। ଏବେ ଆମେ ଦେଖିବା ଖୋରିଆ। ଖୋରିଆ କଣ କହିଲା? କେବଳ ଏଟା ମହିଳା ମାନଙ୍କ ଦ୍ଵାରା ହିଁ ହୋଇଥାଏ। ବିବାହ ସମୟକୁ କଣ ପିଲାମାନେ ଅତିବାହିତ କରିବା ପାଇଁ ଏହି ଖୋରିଆ ନୃତ୍ୟ ପ୍ରଦର୍ଶନ କରାଯାଇଥାଏ। ଉତ୍ସବ ପାଇଁ ବର ଘରେ କଣ ହେଇଥିଲେ? ମହିଳା ମାନଙ୍କ ଦ୍ଵାରା କୋଉଠି ହୁଏ ପିଲାମାନେ? ବର ଘରରେ ବିବାହ ସମୟରେ ବର ଘରରେ ଏଇ ଯୋଉ ଆମର କୋଉଟା ଖୋରିଆ ଡ୍ୟାନ୍ସ ଟା ହେଇଥାଏ। ସ୍ୱାଙ୍ଗ ଡ୍ୟାନ୍ସ କଣ? ସ୍ୱାଙ୍ଗ ଏହା ଉତ୍ତରପ୍ରଦେଶ ରାଜସ୍ଥାନ ଏବଂ ମାଲବା ମଧ୍ୟ ମଧ୍ୟପ୍ରଦେଶର ମାଲବା ଅଞ୍ଚଳ ମଧ୍ୟ ହେଇଥାଏ ପିଲା। କୋଉ ଡ୍ୟାନ୍ସ ଟା? ସ୍ୱାଗ କୋଉ ଗୁଡିକ? ଉତ୍ତରପ୍ରଦେଶ ରାଜସ୍ଥାନ ଏବଂ ମାଲବା। ଏହାକୁ ଏକ ମୁକ୍ତ ଆକାଶର ପ୍ରଦର୍ଶନ ବା ଓପନ ଏୟାର ପରଫର୍ମାନ୍ସ ଯାହା ସାଧାରଣତଃ ଗାଁ ମୁଣ୍ଡ ବା ଛକ ଗୁଡିକରେ
କାଠ ଉପରେ ଯୋଉ ଆମର ମଞ୍ଚ ତିଆରି କରିକି ତମ୍ବୁ ତମ୍ବୁ ଗାଡ଼ିକି ତା ଉପରେ କରାଯାଏ ପିଲାମାନେ। ଏବେ ଆମେ ଦେଖିବା ପଞ୍ଜାବର। ପଞ୍ଜାବର କଣ ଭାଙ୍ଗଡ଼ା। ଭାଙ୍ଗଡ଼ା କଣ ପିଲାମାନେ? ଏଇଟା ମୁଖ୍ୟତଃ ବସନ୍ତ ଋତୁରେ ଆମକୁ ଦେଖିବାକୁ ମିଳେ ଯୋଉ ଅମଳ ପର୍ବ ବୈଶାଖୀର ଆଗମନ ପାଳନ କରିବା ପାଇଁ ଚାଷୀମାନେ ଏହା ପରିବେଷିତ କରନ୍ତି। ଦା ଗୀତା ଏଇଟା ବିବାହ ସମୟରେ ହେଇଥାଏ ପିଲାମାନେ। କୋଉଠି? ବିବାହ ସମୟରେ। ମହିଳାମାନଙ୍କ ଦ୍ୱାରା ଏଟାକୁ ପରିବେଷିତ କରାଯାଏ। ଜାଗ ନୃତ୍ୟ କଣ ପିଲାମାନେ? ଜାଗୋ। ଜାଗୋ ଯାହାର ଅର୍ଥ ହେଉଛି ଜାଗିବା ବା ଉଠିବା। ବିବାହର ପୂର୍ବ ରାତିରେ ଏଇଟା କଣ? ବିବାହର ପୂର୍ବ ରାତିରେ ପିଲାମାନେ ପ୍ରସ୍ତୁତ କରାଯାଏ। ଝୁମର କଣ? ଝୁମର ଏହା ଝାଡ଼ଖଣ୍ଡ ଦେଖନ୍ତୁ ପିଲା ଏଇ ଯୋଉ ଗୋଟେ ଡ୍ୟାନ୍ସ 2ଟା 3ଟା ଷ୍ଟେଟରେ ପଡୁଛି ପିଲାମାନେ ଏଇଟା ତମକୁ ଅପସନରେ କୋଉ ବି ଷ୍ଟେଟ ଦେଇପାରେ। ଏଥିରେ ଯୋଉ ଯୋଉ ଷ୍ଟେଟ ଅଛି ସେଇଟା ମନେ ରଖିବ। ଝୁମରଟା କୋଉଠି କୋଉଠି? ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ବିହାର ଏବଂ ଆସାମରେ ମଧ୍ୟ ୟାକୁ କଣ କରାଯାଏ? ପରିବେଷଣ କରାଯାଏ। ନର୍ତ୍ତକମାନେ ଏଠି କଣ କରନ୍ତି? ପରସ୍ପର ଅଣ୍ଟା କିମ୍ବା କାନ୍ଧକୁ ଧରି ଏକ ଶୃଙ୍ଖଳା ବା ଚେନ୍ ସୃଷ୍ଟି କରି କଣ କରନ୍ତି ପିଲାମାନେ? ତାଳବଦ୍ଧ ହିସାବରେ ଦଳମାନଙ୍କ ଭଙ୍ଗୀରେ ଗତି କରନ୍ତି। କିକିଲି କଣ ପିଲାମାନେ? କୋମଳମତି ବାଲିକା ମାନେ କୋମଳମତି ବାଲିକା ଏବଂ ମହିଳାମାନଙ୍କ ଦ୍ୱାରା ପରିବେଷିତ ହୁଏ। ଦୁଇ ଜଣ ଝିଅ ପରସ୍ପର କଣ ଆମ୍ନା ସାମ୍ନି ଠିଆ ହେଇ ନିଜ ହାତକୁ ଛନ୍ଦି କଣ ପିଲାମାନେ ଏଠି ନୃତ୍ୟ ପ୍ରସ୍ତୁତ କରନ୍ତି। ଲୁଡି କଣ ପିଲାମାନେ? ଲୁଡି ଐତିହାସିକ ଭାବେ ଯୁଦ୍ଧରେ ବିଜୟ କିମ୍ବା ସଫଳ ଫସଲ ପାଇବା ପାଇଁ ଏଇ ଯୋଉ ଆମର ଲୁଡି ନୃତ୍ୟକୁ ପ୍ରସ୍ତୁତ କରାଯାଏ। କିନ୍ତୁ ଆଜିକାଲି କଣ ହେଇଛି ପିଲାମାନେ ତାକୁ ବିବାହ କିମ୍ବା ପର୍ବପର୍ବାଣି ମଧ୍ୟରେ ବି ମୁଖ୍ୟ ଅଙ୍ଗ ବୋଲି ହିସାବରେ କଣ କରାଯାଏ? ପାଳନ କରାଯାଏ। ଗୋଟକା ଏକ ସାମରିକ କଳା ନୃତ୍ୟ। ଏଇ ଗୋଟକା ଗୋଟେ କଣ? ଏଇଟା ଗୋଟେ ମାର୍ଟିଆଲ ଡ୍ୟାନ୍ସ ପିଲାମାନେ। ମାର୍ଟିଆଲ ଡ୍ୟାନ୍ସ। ଗୋଟକା ଶିଖ ଗୁରୁ ମାନଙ୍କ ଦ୍ଵାରା ବିଶେଷ କରି ଗୁରୁ ହରଗୋବିନ୍ଦ ସିଂ ଏବଂ ଗୁରୁ ଗୋବିନ୍ଦ ସିଂଙ୍କ ଦ୍ଵାରା ବିକଶିତ ହେଇଥିଲା ପିଲାମାନେ କୋଉଟା? ଆମର ଗୋଟକା ଡ୍ୟାନ୍ସ ଟା। ଆଉ ଗୋଟେ ରହିଲା କଣ? ସାମି ଏଇଟା ମଧ୍ୟ ପଞ୍ଜାବର। ଏବେ ଆମେ ଦେଖିବା ଗୁଜୁରାଟର। ଗୁଜୁରାଟର କଣ ପିଲାମାନେ? ଗରବା। ନବରାତ୍ରି ସମୟରେ ପରିବେଷିତ ହୋଇଥାଏ। କୋଉଟା? ଏଇଟା ଗରବାଟା ନବରାତ୍ରି ସମୟରେ ଏହାକୁ ପରିବେଷିତ ହୋଇଥାଏ। 2023 ମସିହାରେ ୟୁନେସ୍କୋ ଏହାକୁ ଇଣ୍ଟେଞ୍ଜେବଲ କଲଚରାଲ ହେରିଟେଜ ଅଫ ହ୍ୟୁମାନିଟି ଏଥିରେ କଣ କରିଥିଲା? ତାଲିକାରେ ସ୍ଥାନ ଦେଇଥିଲା। କୋଉଥିରେ? ଅମୃତ ସାଂସ୍କୃତିକ ଐତିହ୍ୟରେ ଏକ ସ୍ଥାନ ମିଳିଥିଲା। କେବେ? 2023 ମସିହାରେ। କାହାକୁ? ଗରବାକୁ। ଏଇଟା କୋଉ ଟାଇମରେ ହୁଏ ପିଲାମାନେ? ନବରାତ୍ରି ଟାଇମରେ ହୁଏ। ଏବେ ଆମେ ଦେଖିବା ଡାଙ୍ଗି। ଏଇଟା ଗୋଟେ ଗୁଜୁରାଟର ଡାଙ୍ଗି ଜିଲ୍ଲାରେ ପ୍ରସ୍ତୁତ କରାଯାଏ। କୋଉମାନଙ୍କ ଦ୍ଵାରା? ଆଦିବାସୀ ମାନଙ୍କ ଦ୍ଵାରା। ଶିକାର ନୃତ୍ୟ। ନର୍ତ୍ତକୀ ମାନେ ପାରମ୍ପରିକ ଶିକାର ଅସ୍ତ୍ର ଶସ୍ତ୍ର ଯେପରିକି ଧନୁ, ତୀର, ବର୍ଛା ଧରି କଣ କରନ୍ତି ପିଲାମାନେ ନୃତ୍ୟ କରନ୍ତି। ଯାହାକି ଶିକାରର ପିଛା କରିବା ଏବଂ ତାକୁ ଧରିବାର ଅଭିନୟ ଏଥିରେ ପ୍ରଦର୍ଶନ ହୋଇଥାଏ ପିଲାମାନେ। ମଞ୍ଜିରା କଣ? ମଞ୍ଜିରା ଗୁଜୁରାଟରେ ଭାଲ ଅଞ୍ଚଳରେ କଣ ହେଇଥାଏ? ପଢାର ସମୟ ମାନେ ପଢାର କମ୍ୟୁନିଟି ଦ୍ୱାରା କାଁ ହେଇଥିଲା ଏହାକୁ ପରିବେଷିତ କରାଯାଇଥାଏ। ଦାଣ୍ଡିଆ ରାସ ଏହା ଦୁର୍ଗା ଏବଂ ମହିଷାସୁର ଯୁଦ୍ଧକୁ କଣ ପିଲାମାନେ ଦେଖେଇବା ପାଇଁ ପ୍ରସ୍ତୁତ କରାଯାଇଥାଏ। ଆଉ ଏଥିରେ କଣ ପିଲାମାନେ? ଲାଠି ୟୁଜ କରାଯାଏ। ଏଇଟା ମନେ ରଖିଥିବ ପିଲାମାନେ। କୋଉଥିରେ? ଦାଣ୍ଡିଆରେ। ଭବାଇ ଏହା ରାଜସ୍ଥାନ ମଧ୍ୟରେ ଏହା କୋଉଠି ପିଲାମାନେ? ରାଜସ୍ଥାନରେ ମଧ୍ୟ ପାଳନ କରାଯାଏ। କୋଉଠି? ଭବାଇଟା କୋଉଠି? ରାଜସ୍ଥାନରେ ମଧ୍ୟ ପାଳନ କରାଯାଏ। ଏଥିରେ ମୁଣ୍ଡ ଉପରେ ମାଠିଆ କଳସ ମାଠିଆ କିମ୍ବା କଳସ ରଖି କଣ ପିଲାମାନେ ନୃତ୍ୟ ପ୍ରଦର୍ଶନ କରାଯାଏ। ଟିପ୍ପାଣୀ କଣ ପିଲାମାନେ? ଏଥିରେ ଗୋଟେ କାଠ ବାଳିର ବ୍ୟବହାର କରାଯାଏ। କଣ କୁହାଯାଏ? କାଠ ବାଳି ଯୋଉଥିରେ କଣ ଯୋଉମାନେ କଣ ହନ୍ତି? କାଠ ରଡ ଦ୍ଵାରା ଯୋଉ ଚୂନର ଚଟାଣକୁ ସମାନ କରୁଥିଲେ ଏବଂ ପୁରୁଷ ବାଦ୍ୟକାର ମାନେ ଢୋଲ ନଗଡା ବଜେଇ ଏହାକୁ ସହଯୋଗ କରୁଥିଲେ। କୋଉଟାକୁ? ଯୋଉ ଚୂନ ରଡ ଦ୍ଵାରା ଚୂନର ଚଟାଣକୁ କଣ ବଜା ଯାଏ ସେ ପିଲାମାନେ ସେଠି ଭଙ୍ଗାଯାଏ। ମୁଖ୍ୟତଃ ଏହାକୁ ମହିଳାମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥାଏ। ହୁଡୋ କଣ ପିଲା? ହୁଡୋ ଆଦିବାସୀ ନୃତ୍ୟ। ଏଇଟା ଗୋଟେ କଣ? ଆଦିବାସୀ ନୃତ୍ୟ ହୁଡୋ। ସିଦ୍ଧି ଧମାଲ ବା ଧମାଲ ସିଦ୍ଧି ଧମାଲ ଏଇଟା କଣ? ଏଇଟା ମଧ୍ୟ ଗୋଟେ କୋଉଠିକାର? ଗୁଜୁରାଟ ନୃତ୍ୟ। ସିଦ୍ଧି ସମୟ ଦ୍ଵାରା ଏଇଟା କୋଉଟା? ସିଦ୍ଧି ଧମାଲ ଗୋଟେ ସିଦ୍ଧି ଏବଂ ହୁଡୋ କଣ? ଆଦିବାସୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଏ। ରଥୁଆ କଣ? ରଥୁଆ ଏଇଟା କୋଉ ଟାଇମରେ? ହୋଲି ଟାଇମରେ ହୋଇଥାଏ। ରଥୁଆ। କାକଡା ନୃତ୍ୟ, ଶୀତଳା ନୃତ୍ୟ ଏଇଟା ସବୁ କୋଉଠିକାର? ଗୁଜୁରାଟର। ଏବେ ଆମେ କଣ ଦେଖିବା ନା ରାଜସ୍ଥାନ। ରାଜସ୍ଥାନର ଲୋକ ନୃତ୍ୟ ଗୁଡାକ କଣ ଦେଖିବା? ଘୁମର। ରାଜସ୍ଥାନର ଘୁମର। ଯୋଉ ଭିଲ୍ ଜନଜାତି ଅଛନ୍ତି ସେମାନେ ଏଇ ନୃତ୍ୟକୁ ପ୍ରଦର୍ଶନ କରିଥାନ୍ତି।
କୋଉ ଟାଇମରେ ଦେବୀ ସରସ୍ୱତୀଙ୍କ ପୂଜା ଟାଇମରେ ଏଇଟା କଣ 2013 ମସିହାରେ କଣ ବିଶ୍ୱ ସ୍ତରରେ ମଧ୍ୟ ଏକ ଶୀର୍ଷ ସ୍ଥାନ ମିଳିଥିଲା ପିଲାମାନଙ୍କୁ କେତେ 2013 ମସିହାରେ। ପ୍ରାରମ୍ଭିକ ପ୍ରଦର୍ଶନକାରୀ ଭିଲ୍ ମହିଳାମାନେ ଥିଲେ କିନ୍ତୁ ଧୀରେ ଧୀରେ କଣ ହେଇଛି ରାଜପୁତ ମାନେ ମଧ୍ୟ ପ୍ରଦର୍ଶନ କଲେ ପିଲାମାନେ ଆଉ ଏଇଟା ଆଉ ଗୋଟେ କୋଉଠି ହରିୟାଣାରେ ମଧ୍ୟ ଏଟାକୁ ଯୋଉ ଆମର କାଲବେଲିଆ ଡ୍ୟାନ୍ସଟା ରହୁଛି ପିଲାମାନେ ଏଇଟା କୋଉମାନେ ସାପୁଆ କେଲା ମାନେ କରିଥାନ୍ତି ଏହାକୁ ୟୁନେସ୍କୋରୁ 2010ରେ କଣ ହେଇଥିଲା ସ୍ଥାନ ମିଳିଥିଲା ପିଲାମାନେ। ଆଉ ଏଠି ଯୋଉ ମହିଳାମାନେ ପୋଷାକ ପିନ୍ଧନ୍ତି କୋଉ ରଙ୍ଗର କଳା ରଙ୍ଗର ପୋଷାକ ପିନ୍ଧନ୍ତି ଏବଂ ଏକ ମାନେ ଗୋଲାକାର ଘେରାକାର ଗୋଟେ ସ୍କର୍ଟ ପିନ୍ଧନ୍ତି ପିଲାମାନେ ଯେଉଁଥିରେ କଣ ସୁନ୍ଦର କାଚ ବା ଦର୍ପଣର କାରୁକାର୍ଯ୍ୟ ଯୋଉଥିରେ କଣ ସୁନ୍ଦର କାଚ ବା ଦର୍ପଣର କାରୁକାର୍ଯ୍ୟ କରିଥାଏ। ସାପର ଗତିବିଧିକୁ ଏଥିରେ କଣ ସାପର ଗତିବିଧିକୁ ଦର୍ଶାଯାଇଥାଏ ପିଲାମାନେ। ଗୁଲାବ ସପୁରା କାଲବେଲିଆର ରାଣୀ ବୋଲି କୁହାଯାଏ କାହାକୁ ଗୁଲାବ ସପୁରାକୁ ତାକୁ ପଦ୍ମଶ୍ରୀ ମଧ୍ୟ 2016ରେ ମିଳିଛି କାହାକୁ ପିଲାମାନେ ଗୁଲାବ ସପୁରା ଏ ଗୁଲାବ ସପୁରାକୁ ମନେ ରଖୁଥିଲେ ପିଲାମାନେ ଏଟାକୁ ଦି ତିନି ଥର ଏକ୍ସାମରେ ପଢି ସାରିଲେଣି କୋଶ୍ଚିନ୍। ତେର ତାଲି କଣ କମାଡ ଜନଜାତିର ମହିଳାମାନଙ୍କ ଦ୍ଵାରା ପରିବେଷିତ ହୋଇଥାଏ କୋଉଠି ଜନଜାତିର ମହିଳାମାନେ କମାଡ ଜନଜାତିର କୋଉଟା ତେର ତାଲିଟା ଭୂମି ଉପରେ ବସି ଏହାକୁ ନୃତ୍ୟ କରେ କୋଉଟା ମାନେ ତେର ତାଲି ଯୋଉଟା ଏଇଟା ଆମର କମାଡ ଜନଜାତି ଦ୍ଵାରା କରାଯାଇଥାଏ ଏବଂ ଭୂମି ଉପରେ ବସିକରି ଏହାର ନୃତ୍ୟ ପ୍ରଦର୍ଶନ କରାଯାଏ। କଛି ଘୋଡି କଣ ପିଲାମାନେ କଛି ଘୋଡି କଣ ଏଇଟା ଗୋଟେ ବାଉଁଶ ତିଆରି କୃତ୍ରିମ ଘୋଡା ବା ଘୋଡି ଯୋଉଟା କି ତିଆରି କରିକି ସେଥିରେ କଣ ହଉଛି ଏଥିରେ ଗୋଟେ ମିରର ୱାର୍କ କରିବ ଇଲ୍ୟୁଜନ କରିବ ଏଥିରେ କଣ ଇଲ୍ୟୁଜନ ହୁଏ କଣ ହୁଏ କି ସେ ଯୋଉ ଘୋଡି ଯୋଉ ମାନେ ତିଆରି କରନ୍ତି କୃତ୍ରିମ ବାଉଁଶରେ ତା ଉପରେ କଣ ଜଣେ ବସିଛି ବସିକି ନୃତ୍ୟ କରିବାର ଇଲ୍ୟୁଜନ ତିଆରି କରିକି ସେଇଟାକୁ ନୃତ୍ୟ କରାଯାଏ। ଏଥିରେ କଣ ଥାଏ କପଡାରେ ନର୍ତ୍ତକୀଙ୍କ ଗୋଡକୁ ଢାଙ୍କି ଦିଆଯାଇଥାଏ ଯାହାଫଳରେ ଜଣେ ଆରୋହୀ ଘୋଡା ଉପରେ ବସିଥିବାର ଭ୍ରମ ସୃଷ୍ଟି ହୁଏ। ଏବେ ଆମେ ଚାରି ନୃତ୍ୟ ଚାରି ଶବ୍ଦର ଅର୍ଥ ହଉଛି ମାଠିଆ ବା କଳସ ନର୍ତ୍ତକୀ ମାନେ କଣ ନିଜର ମୁଣ୍ଡ ଉପରେ କଣ କରନ୍ତି ପିତଳ କିମ୍ବା ମାଟିର ମାଠିଆକୁ ସନ୍ତୁଳିତ ରଖିକି ସେମାନେ ନୃତ୍ୟ ପ୍ରଦର୍ଶନ କରନ୍ତି। ଏବଂ ଗୌର ନୃତ୍ୟ ଭିଲ୍ ସମୁଦାୟରେ କଣ ହୁଏ ଏଇ ଗୌର ନୃତ୍ୟକୁ ପ୍ରଦର୍ଶନ କରାଯାଇଥାଏ ପିଲାମାନେ। ମେୱାର ଏବଂ ମାରୱାଡ ଅଞ୍ଚଳରେ ଏହାକୁ ସବୁଠାରୁ ପ୍ରମୁଖ ଅଟେ କୋଉଠିକାର ଏଇଟା ପ୍ରମୁଖ ମାନେ ମେୱାର କିମ୍ବା ମାରୱାଡ କାଠ ପୁତୁଳି ନୃତ୍ୟ ଆଉ ଗୋଟେ ନୃତ୍ୟ କଣ କାଠ ପୁତୁଳି ନୃତ୍ୟ ପ୍ରତ୍ୟେକ କାଠ ପୁତଳି ଆମ କାଠରୁ ହାତରେ ତିଆରି ଅତି ସୁନ୍ଦର ଭାବରେ ଦେଖେଇ ଏବଂ ସେମାନଙ୍କ ଉଜ୍ଜଳ କ୍ଷୁଦ୍ର ରାଜସ୍ଥାନୀ ପୋଷାକ ପିନ୍ଧା ଯାଇଥାଏ। କାଠ ପୁତଳିର ଅନ୍ୟ ବୈଶିଷ୍ଟ୍ୟ ହେଉଛି ସେମାନଙ୍କ ଗୋଡ ନଥାଏ। ଯୋଉ କାଠ ପୁତଳ ମାନେ ତିଆରି ହୁଏ ପିଲା ମାନେ କଣ ହୁଏ ତାର ଗୋଡ ନଥାଏ। ସୁଇସେନି ରାଜସ୍ଥାନର ଯୋଧପୁର ଅଞ୍ଚଳ ଏଇଟା କୋଉଠି ପିଲା ନା ଯୋଧପୁର ଅଞ୍ଚଳ ଏହି ନୃତ୍ୟରେ ହାତର ଅନ୍ୟାନ୍ୟ ଭଙ୍ଗୀ ଏବଂ ଶରୀରର ଚାଳନା ସାମିଲ ଥାଏ। ଏଥି କଣ ପିଲା ହାତକୁ ତାର ବହୁତ ପ୍ରକାର ଭଙ୍ଗୀ ଏବଂ ଶରୀରକୁ ମଧ୍ୟ ଏଥିରେ ଚାଳନା କରାଯାଇଥାଏ। ସିଲେଇ କରିବାର କାର୍ଯ୍ୟ ଏଠି କଣ ପିଲା ସିଲେଇ କରିବାର କାର୍ଯ୍ୟ ଅଭିନୟ ହିସାବରେ ଦେଖାଯାଇଥାଏ। ଭବାଇ ଭବାଇ କୋଉଠିକାର ପିଲା ରାଜସ୍ଥାନର ଏହା ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ସନ୍ତୁଳନ ରଖୁଥିବା କଳା ବିର ଚାଙ୍ଗ ରାଜସ୍ଥାନର ଶେଖାବତୀ ଅଞ୍ଚଳରେ ଏକ ପ୍ରଦର୍ଶନ କରାଯାଏ ଏବେ ଦେଖିବା ଆମେ ଉତ୍ତରପ୍ରଦେଶର ଲୋକନୃତ୍ୟ ରାସଲୀଲା ଉତ୍ତରପ୍ରଦେଶର କଣ ପିଲା ଫେମସ ରାସଲୀଲା ଏତେ କଣ ଦୈବୀ ପ୍ରେମ ନୃତ୍ୟ ଉତ୍ତରପ୍ରଦେଶରେ ମଥୁରା ଏବଂ ବୃନ୍ଦାବନ ପରିବେଶିତ ହୁଏ କୋଉଠି ମଥୁରାରେ ଏବଂ ବୃନ୍ଦାବନରେ ଏଟାକୁ ପରିବେଶିତ କରାଯାଏ ଏହା ଭଗବାନ ଶ୍ରୀକୃଷ୍ଣ ଏବଂ ରାଧା ଏବଂ ଗୋପୀ ମାନଙ୍କ ସହିତ ନୃତ୍ୟ କରୁଥିବାର ପୌରାଣିକ ଯୋଉ କାହାଣୀ ରହିଛି ସେ ତାକୁ ଚିତ୍ର କଳାକୁ ଅଭିନୟରେ ପ୍ରଦର୍ଶନ କରାଯାଏ। କାଜରି କଜରି କଣ ପିଲା ଏଟା ବିହାର ଏ କଜରି କୋଉଠି ପିଲା ମାନେ ବିହାର ମଧ୍ୟ ଏହାକୁ ପରିବେଶ କରାଯାଏ। ଚୋରକୁଲା ମହିଳା ମାନେ କଣ କହନ୍ତି ନିଜ ମୁଣ୍ଡ ଉପରେ ଜଲୁଥିବା ଦୀପକୁ ବହନ କରି ଏଟା ନୃତ୍ୟ ପ୍ରଦର୍ଶନ କରାଯାଏ ମଥୁରା ଏବଂ ବୃନ୍ଦାବନ ଏବଂ ବର୍ଷାନାରେ ନୌଟଙ୍କି ପ୍ରେରଣ ଛନ୍ଦ ଏବଂ ଦୋହା ନାମକ କାବିକ ସଂଲାପ ମାଧ୍ୟମରେ ଗପ ବା କାହାଣୀ ଗୁଡିକୁ କୁହାଯାଇଥାଏ। ମୟୂର ନୃତ୍ୟ କଣ ପିଲାମାନେ ରାଧା ଏବଂ କୃଷ୍ଣଙ୍କ ମଧ୍ୟରେ ଥିବା ଦୈବୀ ପ୍ରେମର ପ୍ରତୀକାତ୍ମକ ପ୍ରଦର୍ଶନ କରିବା ପାଇଁ ଯେଉଁଥିରେ କି ରାଧାଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ କୃଷ୍ଣଙ୍କ ମୟୂର ରୂପକୁ ଧାରଣ କରି କଣ କରାଯାଏ ମୟୂର ରୂପ ଧାରଣ କରି ଏଠିରେ
ନୃତ୍ୟ ପ୍ରଦର୍ଶନ କରାଯାଏ। ସ୍ୱାଙ୍ଗ ନୃତ୍ୟ ହରିୟାଣା ଏବଂ ରାଜସ୍ଥାନ ମଧ୍ୟରେ ଏଇଟା ପରିବେଷିତ ହୁଏ। ମଧ୍ୟପ୍ରଦେଶ ଜୁଆରା ମଧ୍ୟପ୍ରଦେଶର କଣ ପିଲା ଜୁଆରା। ବୁନ୍ଦେଲଖଣ୍ଡ ଅଞ୍ଚଳରେ ଅମ୍ଳ ନୃତ୍ୟ ବା ହାରଭେଷ୍ଟ ଡ୍ୟାନ୍ସ ମହିଳାମାନେ ନିଜ ମୁଣ୍ଡ ଉପରେ ଜ୍ୱାରାରେ ଭର୍ତ୍ତି ଥିବା ଏକ ଭାରି ଟୋକେଇ ବହନ କରିଥାନ୍ତି। ଯୋଉ ଜ୍ୱାର ଭର୍ତ୍ତି ମଟକି ମାଲବା ଅଞ୍ଚଳର ମାଲୱୀ ସମୁଦାୟ ମହିଳାମାନଙ୍କ ଦ୍ୱାରା ଏଇଟା ପରିବେଷିତ ହୋଇଥାଏ। ଏହା ବିବାହ ବା ପର୍ବପର୍ବାଣୀ କିମ୍ବା ଶିଶୁର ଜନ୍ମ ଉତ୍ସବରେ ପାଳନ ହୋଇଥାଏ ପିଲାମାନେ। ନର୍ତ୍ତକୀ ଜଣକ ପ୍ରାୟତଃ ଗୋଟିଏ ମାଠିଆରୁ ନୃତ୍ୟ ଆରମ୍ଭ କରି ଧୀରେ ଧୀରେ ମାଠିଆ ଗୁଡିକ କଣ ଯୋଗ କରି ଚାଲନ୍ତି। ଏହା ଦ୍ୱାରା ଜଟିଳ ପାଦ ଚାଳନା ବା ଫୁଟୱାର୍କ ଯୋଉଟା ହୁଏ ପ୍ରଦର୍ଶନ କରି ମାଠିଆ ଗୁଡିକୁ ଏକ ସ୍ତମ୍ଭ ବା ଟାୱାର ସୃଷ୍ଟି କରିଥାଏ। ଗୋଟେ ଗୋଟେ କରି କଣ ପିଲାମାନେ ଏଇଟା ଗୋଟେ ଟାୱାର ସୃଷ୍ଟି କରିଥାଏ ମାଠିଆକୁ। ଗ୍ରିଡା କଣ? ଏଇଟା ରବି ଫସଲ ଟାଇମ ରେ ଯୋଉ ରବି ଫସଲ ଅମଳ ହବ ସେଇ ଟାଇମ ରେ ୟାକୁ ପରିବେଷଣ କରାଯାଇଥାଏ। ବୋଧାଇ ଶିଶୁର ଜନ୍ମ ବିବାହ ଏବଂ ପର୍ବପର୍ବାଣୀକୁ ଚିହ୍ନିତ କରିବା ପାଇଁ ଏହି ନୃତ୍ୟକୁ ପରିବେଷିତ କରାଯାଇଥାଏ। ରାଇ ନୃତ୍ୟ ମଧ୍ୟପ୍ରଦେଶର ଲୋକ ନୃତ୍ୟ ଗୁଡିକର ଜନନୀ ଭାବରେ ଏହାକୁ ବିବେଚନା କରାଯାଇଥାଏ। କୋଉଟାକୁ ରାଇ ନୃତ୍ୟକୁ। ଫୁଲପତି ଫୁଲପତି ନୃତ୍ୟ କଣ? ପ୍ରଦର୍ଶନ ସମୟରେ ବାଳିକା ମାନଙ୍କ ଫୁଲ ବହନ କରିଥାନ୍ତି କିମ୍ବା ଅର୍ପଣ କରନ୍ତି ଯାହା ପବିତ୍ରତା ଏବଂ ନୂତନ ଆରମ୍ଭ ପ୍ରତୀକ ଅଟେ। କୋଉଟା ଫୁଲପତି ନୃତ୍ୟଟା। ଏବେ ଆମେ ଦେଖିବା ବିହାର ଜାଟ ଜାଟିଂ ବିଭିନ୍ନ ଜନଜାତି ଦୁଇ ପ୍ରେମୀ ଯୁଗଳ ଏହି ପ୍ରଦର୍ଶନ ସେମାନଙ୍କ ପ୍ରେମ ବିବାହ ଏବଂ ସେମାନେ ସମ୍ମୁଖୀନ ହୋଇଥିବାର ବାଧାବିଘ୍ନ ଗୁଡିକୁ ଏଠି ଚିତ୍ରଣ କରାଯାଏ। କାହାର ପିଲାମାନେ ଦୁଇ ପ୍ରେମୀ ଯୁଗଳର ଯୋଉ ବାଧାବିଘ୍ନ ତାଙ୍କର ଯୋଉ ପ୍ରେମ ବିବାହ ସେଟାକୁ ଏଥିରେ ଅଭିନୟରେ ପରିବେଷଣ କରାଯାଇଥାଏ ପିଲାମାନେ। ଫାଗୁଆ ଝାଡଖଣ୍ଡରେ ମଧ୍ୟ ଏଇ ଫଗୁଆ ନୃତ୍ୟ କରାଯାଏ ପିଲାମାନେ। ବିଦେଶିଆ ଜଣେ ଯୁବକ ଯିଏ ବଡ ସହରରେ କାମ ସନ୍ଧାନ କରିବା ପାଇଁ ଯାଇଥାଏ ଏବଂ ଘରେ କଣ ନିଜ ପତ୍ନୀକୁ ଛାଡି ଯାଇଥାଏ ଏବଂ ଏହି ନୃତ୍ୟ ସେମାନଙ୍କ ଭାବନାତ୍ମକ ଯୋଉ ଯନ୍ତ୍ରଣା ତାଙ୍କର ନିସଙ୍ଗତ ବା ଏକାକୀପଣ ଯୋଉଟାକୁ ଏହାକୁ ଦର୍ଶାଇବା ପାଇଁ ଏହି ନୃତ୍ୟଟା ପ୍ରଦର୍ଶନ କରାଯାଇଥାଏ। ଝିଝିଆ ନବରାତ୍ରି ସମୟରେ ମହିଳା ମାନଙ୍କ ଦ୍ଵାରା ଏଇଟା ହେଇଥାଏ ପିଲାମାନେ। କୋଉ ଟାଇମରେ ନବରାତ୍ରି ସମୟରେ। ପାନବରିଆ ବା ପାନବରିଆ ପାନବିରିଆ ବା ପାନବରିଆ ସମାଜ ଚକେଇବା ସମାଜ ଚକେଇବା କଣ ପିଲାମାନେ? ଏଇଟା ସମାଜ ଚକେଇବା ପର୍ବ ଟାଇମରେ ହେଇଥାଏ। ଲଉଣ୍ଡା ନାଚ ଏଥିରେ ପୁରୁଷ ପ୍ରଦର୍ଶନକାରୀ ମାନେ ମହିଳାଙ୍କ ଭଳି ପୋଷାକ ପିନ୍ଧି ନୃତ୍ୟ କରନ୍ତି ଯାହା ଆଞ୍ଚଳିକ ପରମ୍ପରାକୁ ପ୍ରଦର୍ଶନ କରେ ଏବଂ ପର୍ବପର୍ବାଣି ସମୟରେ ଦର୍ଶକ ମାନଙ୍କ ମନୋରଞ୍ଜନ ମଧ୍ୟ ଏଟା କରିଥାଏ। ଝାଡଖଣ୍ଡର ଝୁମର ମୁଖ୍ୟତଃ କଣ ଝାଡଖଣ୍ଡ ଓଡିଶା ଛତିଶଗଡ ବିହାର ପଶ୍ଚିମବଙ୍ଗ ଆସାମରେ ଯୋଉ ଚା ବଗିଚା ଅଛି ସେଇଠି ଏଇଟା ଗୋଟେ ପ୍ରକାର ହାରଭେଷ୍ଟିଂ ହାରଭେଷ୍ଟିଂ ଲୋକ ନୃତ୍ୟ ଟା ସେଥିରେ ମାଦଳ ଏବଂ ନଗଡା ବ୍ୟବହାର କରାଯାଏ ଏବଂ ପରସ୍ପର କଣ କରନ୍ତି ଧାଡି ହୋଇ ହାତକୁ ହାତ ଛନ୍ଦିକି ନୃତ୍ୟ ପ୍ରଦର୍ଶନ କରନ୍ତି ମୁଣ୍ଡାରୀ ଓଡିଶାରେ ମଧ୍ୟ ଏବଂ ପଶ୍ଚିମବଙ୍ଗରେ କେତେକ ଅଞ୍ଚଳରେ ଏଇଟା ପରିବେଷଣ କରାଯାଏ। ନର୍ତ୍ତକ ମାନେ ପରସ୍ପର ଅଣ୍ଟା କିମ୍ବା କାନ୍ଧକୁ ଧରି ଏକ ବଡ ଧାଡିରେ ଛିଡା ହୋଇ ଗୋଲାକାର ହିସାବରେ ଏହାକୁ ନୃତ୍ୟ ପ୍ରଦର୍ଶନ କରନ୍ତି। ସନ୍ଥାଲି କଣ ସନ୍ଥାଲି ଜନଜାତି ଦ୍ଵାରା ଏଇଟା ପରିବେଷିତ ହେଇଥାଏ। ଡୋମଚକ ପିଲାମାନେ ଏଇଟା ବିହାରର କେତେକ ଅଞ୍ଚଳରେ ମଧ୍ୟ ପରିବେଷିତ ହେଇଥାଏ। ସରାଇକେଲା ଛଉ ଗୁଡିକର ପିଲାମାନେ ଏଟାକୁ ୟୁନେସ୍କୋରେ 2010 ମସିହାରେ ସ୍ଥାନ ଦିଆଯାଇଥିଲା ଆଉ ଏହାକୁ ମାର୍କ ଡ୍ୟାନ୍ସ ମଧ୍ୟ କୁହାଯାଇଥିଲା। ଏଟା ଗୋଟେ ମାର୍କ ମୁଖା ପିନ୍ଧିକି ଏହାକୁ ଡ୍ୟାନ୍ସ କରାଯାଏ। ପାଇକା ଡ୍ୟାନ୍ସ ଓଡିଶାରେ ମଧ୍ୟ ଏକ ପରିବେଷିତ ହୋଇଥାଏ। କୃତ୍ରିମ ବା ପ୍ରତିରୂପ ଯୁଦ୍ଧ ବା ମକ୍ ବ୍ୟାଟେଲ ୟାକୁ ମଧ୍ୟ କୁହାଯାଏ। କଣ କୁହାଯାଏ ଗୋଟେ କାଠର ଖଣ୍ଡା ଏବଂ ଢାଳ ଧରିକି କଣ ପିଲାମାନେ ନିଜ ନିଜ ଉପରେ ଯୁଦ୍ଧ କରିବାର ଅଭିନୟ ଏଠି ଦେଖାଯାଏ। ସୋହରାଇ ପଶ୍ଚିମବଙ୍ଗରେ ମଧ୍ୟ ପରିବେଷିତ ହୁଏ ଦୀପାବଳି ଟାଇମରେ ଏହାକୁ ପ୍ରଦର୍ଶନ କରାଯାଇଥାଏ। ପ୍ରଚୁର ଫସଲ ଅମଳ ପାଇଁ ପ୍ରକୃତି ଏବଂ ଗୋରୁ ଗାଈଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇ ସରୁଲ କଣ ଏହା ଆଦିବାସୀ ମାନଙ୍କ ନୂତନ ବର୍ଷକୁ ବା ଟ୍ରାଇବାଲ ନିଉ ଇୟର ଯୋଉଟା ସେଇ ଟାଇମରେ ଏହାକୁ ପ୍ରଦର୍ଶନ କରାଯାଏ। କର୍ମା ଏବଂ କର୍ମରାଜ କର୍ମା ପୂର୍ବ ଭାରତର ଝାଡଖଣ୍ଡ ଛତିଶଗଡ ଏବଂ
ମଧ୍ୟପ୍ରଦେଶ, ଓଡ଼ିଶା ଏବଂ ବିହାର ଏକ ମୁଖ୍ୟ ଏଠି କଣ ପିଲାମାନଙ୍କୁ ପ୍ରଦର୍ଶନ କରାଯାଏ। ଏହି ନୃତ୍ୟ କଣ କର୍ମା ଗଛ ଚାରି ପାଖରେ କେନ୍ଦ୍ରୀଭୂତ ହେଇକି କଣ ଗୋଟେ କର୍ମା ଗଛ ଥିବ ତା ଚାରି ପାଖରେ କେନ୍ଦ୍ରୀଭୂତ ହେଇକି ଏମାନେ କଣ ନୃତ୍ୟ କରନ୍ତି ପିଲାମାନେ। ଜାୱା କର୍ମା ପୂଜା ଉତ୍ସବର ସମୟରେ ଅବିବାହିତ ଆଦିବାସୀ ଝିଅମାନଙ୍କ ଦ୍ଵାରା ଏଇଟାକୁ ପାଳନ କରାଯାଇଥାଏ। ଏହା ଏକ ପ୍ରଜନନ ସମ୍ବନ୍ଧୀୟ ରୀତିନୀତି ବା ଫର୍ଟାଲିଟି ରାଇଟ୍ସ ଏଇଟା ଯୋଉଥିରେ କି ଗଜା ମଞ୍ଜି ଏବଂ ତରଭୁଜ ବାଙ୍ଗି ପ୍ରଜନନ କ୍ଷମତା ଏବଂ ସନ୍ତାନ ବା ସନ୍ତତିର ପ୍ରତୀକ ଏଇଟା। ସବୁଜ ରଙ୍ଗର ବାଙ୍ଗି ତରଭୁଜ ପତ୍ର ସନ୍ତାନ ଏବଂ ମଞ୍ଜିର ପ୍ରତୀକ ଅଟେ। ପଶ୍ଚିମବଙ୍ଗ ଏବେ କଣ ୱେଷ୍ଟ ବେଙ୍ଗଲ ଦେଖିବା ଗମ୍ଭୀରା ଏହା ଗୋଟେ ମାର୍କ ଡ୍ୟାନ୍ସ ଏଟା ପିଲାମାନେ। କୋଉ ମାସରେ ଚୈତ୍ର ମାସରେ ଏଟା ଏପ୍ରିଲ ମାସରେ ଏଟା ଚড়କ ପର୍ବ ସମୟରେ ପରିବେଶିତ ଏଇଠି ଚড়କ ପର୍ବ ହୁଏ ପିଲାମାନେ ସେଇ ଟାଇମରେ ୟାକୁ ପରିବେଷଣ କରାଯାଏ। ବାଉଲ ନୃତ୍ୟ ବାଉଲ ନୃତ୍ୟ କଣ 2005 ମସିହାରେ କଣ ପିଲା ଏଇ ବାଉଲ ପାରମ୍ପରିକ ୟୁନେସ୍କୋ ରେ ୟାକୁ ଆଡ କରାଯାଇଥିଲା। ଯାତ୍ରା ପିଲାମାନେ ଓଡିଶା ଏବଂ ବିହାର ମଧ୍ୟରେ ଏହାକୁ ପରିବେଷଣ କରାଯାଏ କଣ ଯାତ୍ରା। କୀର୍ତ୍ତନ 15ଶହ ଶତାବ୍ଦୀରେ କଣ ପିଲାମାନେ ସନ୍ଥ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ତାଙ୍କ ଦ୍ଵାରା ଆରମ୍ଭ ହେଇଥିଲା କୋଉଟା ଏଇ କୀର୍ତ୍ତନ ଟା ଆନ୍ଦୋଳନ ଯୋଉ ତାଙ୍କ ଦ୍ଵାରା ଯୋଉ ଭକ୍ତି ଆନ୍ଦୋଳନ ଥିଲା କାହା ଦ୍ଵାରା ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା ଏଇ ଯୋଉ କୀର୍ତ୍ତନ କଣ ପିଲାମାନେ ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା ଯୋଉ ଆମର ଭକ୍ତି ଆନ୍ଦୋଳନ ଥିଲା ସେଇଠୁ ଏଇଟା ରିଲେଟେଡ ପିଲାମାନେ ସେଥିରେ 15 ଶତାବ୍ଦୀରେ ହେଇଥିଲା ଯୋଉ ସନ୍ତ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଯୋଉ କଣ ହେଇଥିଲା ଭକ୍ତି ଆନ୍ଦୋଳନ ହେଇଥିଲା ଏଇ ଯୋଉ କୀର୍ତ୍ତନ ଟା ସେଇଠି ରିଲେଟେଡ। ଏଠି କଣ ହୁଏ ପିଲାମାନେ ନର୍ତ୍ତକୀ ମାନେ ସାଧାରଣତଃ ଭଗବାନଙ୍କ ମୂର୍ତ୍ତି ବା ପ୍ରତିମା ଚାରି ପାଖରେ ଏକ ଧୀର ତାଳବଦ୍ଧ ବା ଗୋଲାକାର ଧାଡିରେ ଠିଆ ହେଇକି କଣ ପିଲାମାନେ ନୃତ୍ୟ ପ୍ରଦର୍ଶନ କରନ୍ତି। ଏବେ ପୁରୁଲିଆ ଛଉ ଏଇଟା କଣ ପୁରୁଲିଆ ଛଉ ଗୋଟେ ଅଛି କୋଉଠିକାର ୱେଷ୍ଟ ବେଙ୍ଗଲ କୋଲକାପ କୋଲକାପ ମଧ୍ୟ ୱେଷ୍ଟ ବେଙ୍ଗଲର। ଏବେ ଆମେ ଦେଖିବା ମହାରାଷ୍ଟ୍ରର ଲାବଣୀ ମହାରାଷ୍ଟ୍ର ଏକ ତାଳବଦ୍ଧ ଏବଂ ଶୃଙ୍ଗାରିକ ଲୋକ ନୃତ୍ୟ ଶୈଳୀ। ଏହି ସଙ୍ଗୀତରେ ସହଯୋଗ କରିବା ପାଇଁ ଢୋଲକି ନାମକ ପାରମ୍ପରିକ ଅବରନ୍ଦ ବାଦ୍ୟକୁ ବା ପରକ୍ୟୁଜନ ବା ତାଲ ବାଦ୍ୟ ବ୍ୟବହାର କରାଯାଏ। କୋଲି କୋଲି ମତ୍ସ୍ୟଜୀବୀ ସମୁଦାୟର ଦ୍ଵାରା କୋଉଠି କୋଲି ସମୁଦାୟ ଦ୍ଵାରା କୋଉଠି ପିଲାମାନେ କୋଲି ଯୋଉଟା ଏ କଣ ମତ୍ସ୍ୟଜୀବୀ ମାନଙ୍କ ଦ୍ଵାରା ପରିବେଷଣ ହୋଇଥାଏ। ତମାସା କଣ ପିଲାମାନେ ରାତି ସାରା ଚାଲୁଥିବା ଏବଂ ମରାଠୀ ଲୋକ ନାଟ୍ୟ ଯାହା ପ୍ରାୟତଃ ସିମଗା ବା ହୋଲି ଋତୁରେ ଗାଁ ଗୁଡିକରେ ମଞ୍ଚସ୍ତ୍ର ମଞ୍ଚ ଉପରେ ପିଲାମାନଙ୍କୁ ପରିବେଷଣ କରିଥାଏ। ପାରମ୍ପରିକ ଭାବେ କୋଲ୍ହାଟି ସମୁଦାୟ ଏହି ତମାସା ଦଳ ଗୁଡିକ ସହିତ ଜଡିତ କିଏ ପିଲାମାନେ କୋଲ୍ହାଟି ସମୁଦାୟ। ଲେଜିମ୍ ଏଥିରେ ଏକ କାଠ ବାଡି ସହିତ ଏକ ନମନୀୟ ଉଚ୍ଚ ଶକ୍ତିଶାଳୀ ସ୍ପ୍ରିଙ୍ଗ ଲଗାଯାଇଥାଏ ପିଲାମାନେ ଆଉ ତାପରେ ସେଠି ନୃତ୍ୟ ପ୍ରଦର୍ଶନ କରାଯାଏ। ମହାରାଷ୍ଟ୍ର ଆଉ କଣ ରହିଲା ପବାଡା ବୋହାଡା ବା ଭାବଡା ଗାଫା ବା ଗୋଫା ଗରିଚା ଲଲିଚା ବା ଲଲିତ ପାରମ୍ପରିକ ଭାବରେ ଗଣେଶ ଚତୁର୍ଥୀ କିମ୍ବା ନବରାତ୍ରି ସମୟରେ ଏଇଟା ଅନୁଷ୍ଠିତ କୋଉଟା ଗରିଚା ଲାଲିଚା ଧାଙ୍ଗରି ଗଜା ଗୋଟେ ଧାଙ୍ଗରି ଗଜା ପିଲାମାନେ କଣ ସୋଲାପୁର ଜିଲ୍ଲାର ଧାଙ୍ଗର ବା ଗୋପାଲ ବା ମେଷପାଲ ସମୁଦାୟ ଦ୍ଵାରା ପରିବେଷିତ ହେଇଥାଏ। ଏହାର ଶକ୍ତିଶାଳୀ ନୃତ୍ୟ ଚାଳନା ଏବଂ ଧାର୍ମିକ ତତ୍ଵ ପାଇଁ ଜଣାଶୁଣା।